ଆଜି ଆମେ ଶୁଣିବା ଧ୍ରୁବଙ୍କ କାହାଣୀ, ଯିଏ ଅତି ଅଳ୍ପ ବୟସରୁ ନିଜ ସାଧନା ବଳରେ ଆକାଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଏ ଗଳ୍ପ ଭାଗବତ ପୁରାଣରୁ ଉଲ୍ଲେଖ ଅଛି। ସତ୍ୟ ଯୁଗର କଥା। ରାଜା ଉତ୍ତାନପାଦଙ୍କର ଦୁଇ ରାଣୀ ଥିଲେ, ସୁରୁଚି, ସୁନୀତି। ସୁରୁଚି ବହୁତ ସୁନ୍ଦରୀ ଥିଲେ। ସେ ସଦାବେଳେ ରାଜାଙ୍କୁ ମନଲୋଭା କଥା କହୁଥିଲେ। ରାଜା ଯାହା ଚାହୁଁଥିଲେ ସୁରୁଚି ସେହି ପ୍ରକାର ବ୍ୟବହାର ଦେଖାଉଥିଲେ। ତେଣୁ ରାଜା ଉତ୍ତାନପାଦ ସୁରୁଚିଙ୍କୁ ବହୁତ ଭଲ ପାଉଥିଲେ। ମାତ୍ର ସୁନୀତି ଅତ୍ୟନ୍ତ ଧର୍ମପରାୟଣା, ଆଦର୍ଶବାଦୀ ଓ ନୀତିବାନ ଥିଲେ। ଯାହା ରାଜାଙ୍କର ହିତ ସେ ସେହି ପ୍ରକାର ଉପଦେଶ ଦେଉଥିଲେ। ଏହା ରାଜାଙ୍କୁ ଆଦୌ ଭଲ ଲାଗୁନଥିଲା। ତେଣୁ ଦୁଇ ରାଣୀଙ୍କର ଦୁଇଟି ପୁଅ ହେଲେ। ସୁରୁଚିଙ୍କ ପୁଅ ଉତ୍ତମ, ସୁନୀତିଙ୍କ ପୁଅ ଧ୍ରୁବ। ଯେହେତୁ ଉତ୍ତାନପାଦ ସୁରୁଚିଙ୍କୁ ବେଶୀ ଭଲ ପାଉଥିଲେ, ତାଙ୍କ ପୁତ୍ର ଉତ୍ତମ ତାଙ୍କର ପରମ ପ୍ରିୟ ଥିଲା। ସେ ସଦାବେଳେ ଉତ୍ତମକୁ କୋଳରେ ବସାଇ ଶ୍ରଦ୍ଧା କରୁଥିଲେ। ଧ୍ରୁବ ତ ବହୁତ ଛୋଟ ପିଲା ଥିଲା, ମାତ୍ର 5 ବର୍ଷର। ତାକୁ ବି ବାପାଙ୍କ କୋଳରେ ବସି ଗେହ୍ଲା ହେବାକୁ ସବୁବେଳେ ଇଚ୍ଛା ହୁଏ, ମାତ୍ର ସେ ସୁଯୋଗ କେବେ ପାଇପାରେନି। ଥରେ ଧ୍ରୁବ ବାପା କୋଳରେ ବସିବାକୁ ବହୁତ ଅଳି କଲେ। ଏହା ଦେଖି ବିମାତା ସୁରୁଚି ଧ୍ରୁବଙ୍କୁ ବହୁତ କଟୁକଥା କହି ଦୂର କରିଦେଲେ। ଫଳରେ ଧ୍ରୁବ କାନ୍ଦି କାନ୍ଦି ସୁନୀତିଙ୍କ ପାଖକୁ ଆସି ସବୁ କହିଲେ। ମା ସୁନୀତି ଧ୍ରୁବଙ୍କୁ କୋଳରେ ବସାଇ ବୁଝେଇଲେ ଓ ତାଙ୍କୁ ପରମ ଜ୍ଞାନ ଦେଲେ। କହିଲେ, ଧ୍ରୁବ, ଏ ତୋର ଏ ଜନ୍ମର ପିତା, ମାତ୍ର ଆମର ଜଣେ ପରମ ପିତା ଅଛନ୍ତି। ସେ ସାରା ସଂସାରର ପିତା। ତୁ ନିଜ ପିତା କୋଳରେ ବସି ଗେହ୍ଲା ହେବାଠାରୁ ନିଜକୁ ସାଧନାରେ ଏମିତି ଦୃଢ଼ କର ଯେ ସେହି ପରମ ପିତାଙ୍କ କୋଳରେ ବସି ତୁ ସବୁଦିନ ସ୍ନେହ ଶ୍ରଦ୍ଧା ପାଉଥିବୁ। ଏଥିରେ ସାରା ସଂସାର ତୋତେ ଆଦର ଓ ସମ୍ମାନ କରିବ। କୁନି ଧ୍ରୁବଙ୍କ ମନରେ ଏକଥା ଗାର ହୋଇଗଲା। ସେ ରାତିରେ ଉଠି ଜଙ୍ଗଲକୁ ସାଧନା ପାଇଁ ଚାଲିଗଲେ। ନାରଦ ମୁନି ଏକଥା ଦେଖି ତାଙ୍କୁ ସାହାଯ୍ୟ କରିବାକୁ ଆସିଲେ ଏବଂ କହିଲେ, ଓಂ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କଲେ ତୁ ଶ୍ରୀହରି ବିଷ୍ଣୁଙ୍କୁ ସାକ୍ଷାତ ପାଇବୁ। ଧ୍ରୁବ ବନସ୍ଥ ଭିତରେ କଠୋର ତପସ୍ୟାରେ ଲାଗି ପଡ଼ିଲେ। ମନ୍ତ୍ର ଜପ କରି କରି ସେ ନିଜ ଖାଇବା ପିଇବା ଭୁଲିଗଲେ। ଶେଷରେ ସେ ଏତେ ସିଦ୍ଧ ହେଲେ ଯେ ପ୍ରାଣାୟାମ କରି ନିଜ ନିଶ୍ୱାସ ନ ନେଇ ଜପ କଲେ। ଏ ବୟସରେ ଏ ପ୍ରକାର ସାଧନା ଦେଖି ଶ୍ରୀହରି ବିଷ୍ଣୁ ପ୍ରକଟ ହେଲେ ଓ ଧ୍ରୁବଙ୍କୁ କୋଳରେ ବସାଇ କହିଲେ, ଏତେ କମ୍ ବୟସରୁ ଏମିତି ସାଧନା ମୁଁ କେହି କରିବାର ଦେଖିନି। କ'ଣ ବର ମାଗୁଛୁ ମାଗେ। ଧ୍ରୁବ କହିଲେ, ମୋତେ ଏମିତି ସ୍ଥାନ ଦିଅନ୍ତୁ ଯେମିତି ମୁଁ ସବୁଦିନ ଗୋଟିଏ ଜାଗାରେ ରହି ତୁମ ଧ୍ୟାନ କରିପାରୁଛି। ଧ୍ରୁବ ତାରା ଭାବେ ଭଗବାନ ବିଷ୍ଣୁ ଧ୍ରୁବଙ୍କୁ ଉତ୍ତର ଆକାଶରେ ସ୍ଥାପନ କଲେ। ଆମେ ଗୋଟେ କଥାରେ କହୁନା, ଧ୍ରୁବ ଯାହା ଅଟଳ ସତ୍ୟ ତାକୁ ଧ୍ରୁବ କୁହାଯାଏ। ତେଣୁ ଧ୍ରୁବଙ୍କୁ ସତ୍ୟର ଆଖ୍ୟା ଦିଆଗଲା। ଆମେ ଜାହାଜରେ ଗଲାବେଳେ ସମୁଦ୍ରରେ ଧ୍ରୁବ ତାରାକୁ ଦେଖି ଦେଖି ଦିଗ ନିର୍ଣ୍ଣୟ କରିଥାଉ। ଧ୍ରୁବ ନିଜ ଦୃଢ଼ ସଂକଳ୍ପ ଓ ନିରନ୍ତର ସାଧନା, କଠିନ ପରିଶ୍ରମ ଯୋଗୁଁ ନିଜ ଲକ୍ଷ୍ୟ ହାସଲ କରି ଯୁଗ ଯୁଗକୁ ସତ୍ୟର ପ୍ରତୀକ ବନିଗଲେ। ପିଲାମାନେ, ତମେ ବି ଏମିତି ପରିଶ୍ରମ କରିବ। ଉତ୍ତାନପାଦ କହିଲେ, ଜଣେ ଉଚ୍ଚାକାଂକ୍ଷୀ ଲୋକ। ତାଙ୍କର ଦୁଇ ରାଣୀ। ସୁରୁଚି କହିଲେ ଭଲ ରୁଚି, ଯାହାର ରେଜଲ୍ଟ ହେଉଛି ଉତ୍ତମ ବା ଭଲ। ସୁନୀତି କହିଲେ ଠିକ୍ ଆଦର୍ଶ, ଯାହାର ରେଜଲ୍ଟ ହେଉଛି ଧ୍ରୁବ ସତ୍ୟ। ମହର୍ଷି ବ୍ୟାସ ଏ ପ୍ରକାର ଉପଦେଶପୂର୍ଣ୍ଣ ଗଳ୍ପ ଆମକୁ କାହାଣୀ ମାଧ୍ୟମରେ କହିଛନ୍ତି।